ଆୟୁର୍ବେଦରେ ଜ୍ୱରକୁ 3 ଦୋଷର ଅସନ୍ତୁଳନତାର କାରଣ କୁହାଯାଏ। ବାତ, ପିତ୍ତ ଏବଂ କଫର ମାତ୍ରା କମ୍ ବା ବେଶୀ ହେଲେ ଆମକୁ ଜ୍ୱର ବା ଥଣ୍ଡା ହୋଇଥାଏ। ଜ୍ୱର ବା ଥଣ୍ଡାର ଲକ୍ଷଣ: ନାକ ଏବଂ ତଣ୍ଟିରେ ଜ୍ୱାଳା ଅନୁଭବ କରିବା, ଶରୀର ସାମାନ୍ୟ ବିନ୍ଧିବା ଏବଂ ଶରୀରରେ ଉତ୍ତାପ ଅନୁଭବ କରିବା ଜ୍ୱର ଏବଂ ଥଣ୍ଡାର ଲକ୍ଷଣ ହୋଇଥାଏ। ଜ୍ୱରର ଆୟୁର୍ବେଦିକ ବା ଘରୋଇ ଉପଚାର: ତୁଳସୀ: କିଛି ତୁଳସୀ ପତ୍ରକୁ ଅଳ୍ପ କିଛି ପାଣିରେ ପକାଇ ଫୁଟାଇ ସେଥିରେ କିଛି ଅଦା ରସ ଏବଂ ମହୁ ମିଶାଇ ପିଇଲେ ଜ୍ୱରରୁ ଲାଭ ମିଳିଥାଏ। ଗଙ୍ଗଶିଉଳି: ଜ୍ୱର ଆସିଲେ ଗଙ୍ଗଶିଉଳି ପତ୍ରକୁ ଛେଚି ତା ରସ ବାହାର କରି ତାକୁ ଅଳ୍ପ ଉଷୁମ କରି ମହୁ ସହ ପିଇଲେ ଜ୍ୱରରୁ ଲାଭ ମିଳିଥାଏ। ଗୋଟିଏ ଦିନରେ 2ରୁ 3 ଥର 15 ବଡ଼ ଚାମଚ ରସର ପ୍ରୟୋଗରେ ସମ୍ପୂର୍ଣ୍ଣ ଆରୋଗ୍ୟ ମିଳିଥାଏ।